ଏଟା ତାଙ୍କର ସ୍ୱପ୍ନ ସ୍ୱପ୍ନ ଦେଖିବାକୁ କାହାକୁ ମନା କରାଯାଇ ନପାରେ। ତାଙ୍କର ଯେଉଁ ଦୁଇଟା ରାଲି କରିଥିଲେ ଏବେ ଭୁବନେଶ୍ୱର ଏବଂ ସମ୍ବଲପୁରରେ, ସେ ର୍ୟାଲିରୁ ତାଙ୍କର କେତେ ଶକ୍ତି ଅଛି, କେତେ ସାମର୍ଥ୍ୟ ଅଛି ଏବଂ ଭବିଷ୍ୟତର ତାଙ୍କର ପାର୍ଟି କେତେ ଗ୍ରହଣୀୟ ହେବ ତାହା ପ୍ରମାଣିତ ହୋଇଯାଇଛି। ତ ସେମାନେ ଯେମିତି ବେଲ ପାଚିଲେ କାଉର କିଛି ଲାଭ ନାହିଁ, କେଉଁ ଜାଗାରେ କ'ଣ ହେଲେ ବି କଂଗ୍ରେସର କିଛି ଲାଭ ନାହିଁ। କଂଗ୍ରେସକୁ ଓଡ଼ିଶାବାସୀ ଗ୍ରହଣ କରିବାର ସ୍ଥିତିରେ ନାହାନ୍ତି। ଏକ ଦୁଇରେ ଯେଉଁ ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ ଆଇଲେ, ୟା ଦ୍ୱାରା ସେମାନେ ଖୁସି ହେଉଥାଇପାରନ୍ତି। ମୁଁ କୌଣସି ତାଙ୍କର ରାଜନୈତିକ ସେ ଏମ୍ପି ଥିଲେ ନା MLA ଥିଲେ ନା ରାଜନୈତିକ ଯୋଗ୍ୟତା ନା ଦକ୍ଷତା କ'ଣ ଅଛି ତାଙ୍କର ଯେ ସେ ବହୁତ ଭଲ ଫଳାଫଳ କରିବେ। ଓଡ଼ିଶାର 30ଟା ଜିଲ୍ଲାର ନାଁ ଧରିପାରିବେନି। ତ ଏଇସବୁ କଥା ଗୁଡ଼ାକ କେବଳ ଗୋଟିଏ ପ୍ରହଳିକା ଖାଲି ସୃଷ୍ଟି କରୁଛନ୍ତି, କିଛି ଏଥିରେ କିଛି ଲାଭ ନାହିଁ। ଆଉ ରହିଲା ବିଜେପିର କଥା, ବିଜେପିରେ ଆମେ ଯେଉଁ ଯେଉଁ ଜିନିଷ କହିଥିଲୁ ତା ଗୋଟେ ପରେ ଗୋଟେ ଆମେ କରିଯାଉଛୁ ଏବଂ ଆମେ 5 ବର୍ଷ ପରେ ଆମେ ଯେଉଁ ନିର୍ବାଚନ ଇସ୍ତାହାର ଦେଇଥିଲୁ ସେ ନିର୍ବାଚନ ଇସ୍ତାହାରକୁ ଆମେ ପୁରାପୁରି କାର୍ଯ୍ୟକାରୀ କରିବୁ। ସେମାନେ ଗୋଟେ ପରୋକ୍ଷରେ କହିବା ପାଇଁ ଚାହିଁଛନ୍ତି ଭକ୍ତଦାସ ଯେ ଆଗାମୀ ସମୟରେ ବିଜେଡି ଆଉ ବିଜେପି ମେଣ୍ଟ ହବ, ସେଇ ଆଡ଼କୁ ଇସାରା କରୁଛନ୍ତି, ଆଉ ଯୋଉଟା ବର୍ତ୍ତମାନର ସାମ୍ପ୍ରତିକ ରାଜନୈତିକ ସ୍ଥିତି ସୂଚାଉଛି ବୋଲି ସେ ଭକ୍ତ କରୁଛନ୍ତି। ଆମେ ତ ରାଜ୍ୟସଭାରେ ବିଜେଡ଼ି ସହିତ ନିର୍ବାଚନ ବୁଝାମଣା କରିନଥିଲୁ ନା, କଂଗ୍ରେସ ବାଲା କରିଥିଲେ। ତ ଆମେ ସେ ଯେମିତି କହିଲେ, ତ ତାଙ୍କର ଯେଉଁ ଚାରିତ୍ରିକ ଜିନିଷ ଦେଖାଯାଉଛି, ସବୁ ଅଣ ବିଜେପି ଦଳ ଯେଉଁମାନେ ବିଜେପି ବିରୁଦ୍ଧରେ ଅଛନ୍ତି ସମସ୍ତେ ଏକଜୁଟ ସେ ଇଣ୍ଡିଆ ଗଠବନ୍ଧନ କରିବେ କି କ'ଣ କରିବେ ସେମାନେ ନିଷ୍ପତ୍ତି କରିବେ। ଆମେ ତ କାହାର ସହିତ ଯିବାର ନାହିଁ ନା, ଆମେ ତ ଅଛୁ, ଆମେ ଏକୁଟିଆ ଜିତିଛୁ। ଏକୁଟିଆ ଯଦି ଆମେ ଜିତିପାରିବୁ ତାହେଲେ ଅନ୍ୟର ସାହାଯ୍ୟ ନେବାର ଆମର କ'ଣ ଆବଶ୍ୟକତା ଅଛି। ସୁଜାତା ମିଶିବା ବେଳେ ନବୀନ ବାବୁଙ୍କୁ କହିବାକୁ ପଡ଼ିଲା ଯେ ନବୀନ ବାବୁଙ୍କୁ କାହିଁକି କହିବାକୁ ପଡ଼ିଲା ଯେ 2038 ମୋ ନେତୃତ୍ୱରେ ଲଢ଼ାଯିବ, ଅନେକ କଥା ବିଷୟ କେବେ କହିନଥିଲେ। ନବୀନ ବାବୁ ନିଜେ କନଫ୍ୟୁଜ୍ଡ ଅଛନ୍ତି ଯେ କାହାର ନେତୃତ୍ୱରେ ଲଢ଼ାଯିବ, ପାର୍ଟିର ନେତୃତ୍ୱ କିଏ ନେବ, ସେଥିପାଇଁ ସେ କଥାଟା କହିଲେ। କର୍ମୀ ବର୍ତ୍ତମାନ ବି ଦ୍ୱନ୍ଦ୍ୱରେ ଅଛନ୍ତି। କର୍ମୀ ବର୍ତ୍ତମାନ କିଏ ତୁମେ କହୁଛ, ମାନେ ଅନ୍ୟମାନେ କହୁଛନ୍ତି ସୁଜାତା ମ୍ୟାଡ଼ାମ ନେତୃତ୍ୱ ନେବେ, କିଏ କହୁଛି ନବୀନ ପଟ୍ଟନାୟକ ନେତୃତ୍ୱ ନେବେ। ତ ନେତୃତ୍ୱ କିଏ ନେବ ଯେ ପ୍ରଥମେ ସେମାନେ ନିଷ୍ପତ୍ତି କରିଦିଅନ୍ତୁ, ତାପରେ ଶୁଣନ୍ତୁ, ଭେଟିବାର କିଛି ମନା ଅଛି କି? କଂଗ୍ରେସ ନେତାମାନଙ୍କୁ କଂଗ୍ରେସ କର୍ମୀମାନେ ଭେଟୁନାହାନ୍ତି କି? ଲୋକ ଗ୍ରହଣ କଲେ ସେ ନା। କାର୍ତ୍ତିକେୟନର କ'ଣ ସାକ୍ରିଫାଇସ୍ ଏମିତି ଅଛି ଯେ ସୁଜାତା କାର୍ତ୍ତିକେୟନଙ୍କର ଓଡ଼ିଶାବାସୀଙ୍କ ପ୍ରତି ତାଙ୍କୁ ଗ୍ରହଣ କରିବେ? ଗୋଟିଏ କଥା କ'ଣ ସାକ୍ରିଫାଇସ୍ ଅଛି ଓଡ଼ିଶା? ସାଧାରଣ କର୍ମୀ ହିସାବରେ ନବୀନ ସେନା କହିଲେ ଜଏନ୍ କଲେ, କିନ୍ତୁ ଆମେ ଦେଖୁଛୁ ବିଜେଡି ବେଶ ଏବେ ଉତ୍ସାହିତ, ବହୁତ ବଡ଼ ବଡ଼ ନେତା ଯେମିତି ଆଜି ବ୍ରହ୍ମପୁର କଟକର ସଞ୍ଜୟ ଦାସ ବର୍ମାଙ୍କ ପାଖରୁ ଆରମ୍ଭ କରି ସୁଭାଷ ସିଂ, ରମେଶ ପଟ୍ଟନାୟକ ଏଥିରେ ତାଙ୍କୁ ଆସି ଭେଟୁଛନ୍ତି। ଏବଂ ଯଦି ସାଧାରଣ କର୍ମୀ ହିସାବରେ ଜଏନ୍ କଲେ, ଏତେ ଅସାଧାରଣ ଲୋକ ତାଙ୍କୁ ଭେଟିବାର କାରଣ? ଦେଖନ୍ତୁ, ସେଇଟା ସାଧାରଣ ଅସାଧାରଣ ତାଙ୍କ ଦଳୀୟ ମ୍ୟାଟର। ଦିନେ ଯେତେବେଳେ ତାଙ୍କର ପତି ସମଗ୍ର ଓଡ଼ିଶାକୁ ପରିଚାଳନା କରୁଥିଲେ, ସେଥିରେ ସେ ଭାବୁଛନ୍ତି କି ତାଙ୍କର ପତିଙ୍କର ଜରିଆରେ ତାଙ୍କର ପତ୍ନୀ ଓଡ଼ିଶାକୁ ପରିଚାଳନା କରିବେ। ଆଉ କେବଳ ନାଁ ହେବ ସୁଜାତା କାର୍ତ୍ତିକେୟନ, କିନ୍ତୁ ଯେଉଁ ପାଣ୍ଡିଆନ ଯେଉଁ ଭଳିଆ ଶାସନ ଦୀର୍ଘ ଦିନ ଦେଇକରି ଓଡ଼ିଶାକୁ ଦେଇଥିଲେ, ସେଇଭଳିଆ ଶାସନ ସେଇଭଳିଆ ଯିବ। କେବଳ ଛାୟା ରହିବେ ସୁଜାତା, ବାକି ସବୁ କାମ କରିବେ ପାଣ୍ଡିଆନ। ନବୀନ ପଟ୍ଟନାୟକଙ୍କର ସମୟରେ ବି ସବୁ କାମ ତ ସେଇ କରୁଥିଲେ ନା। ତ ଏଇଟା ବିଜେଡ଼ି ପାର୍ଟି ମୋତେ ଆଗାମୀ ଦିନରେ ଉଧେଇବ ଆଉ ଭଳିଆ ଲାଗୁନି। କଂଗ୍ରେସ ଉଧେଇବନି କି ବିଜେଡ଼ି ଉଧେଇବନି। କର୍ମୀ ଅଛନ୍ତି କୁଆଡ଼େ ଯେ ଉତ୍ସାହିତ ହେବେ? କର୍ମୀ ତ ସବୁ କୁଆଡ଼େ କୁଆଡ଼େ ପଳେଇଲେଣି। କର୍ମୀ କେଉଁଠି ଅଛନ୍ତି କୁହନ୍ତୁ? ବିଜେଡ଼ି ଏବେ ର୍ୟାଲିଟେ କରୁ,
भुवनेश्वर रे केते कर्मी आइबे तांकर आउ जहा किछि थिला से माने जो ट्रस्ट करी करी तांकर केते टंका हेती टंका आइला को ताहेले जदि ट्रस्ट रे एतिकी टंका नवीन बाबू को पाखरे केते टंका पांडियन बाबू को पाखे केते टंका आ प्रेमचंद बाबू पाखरे केते टंका प्रेमचंद बाबू को पुओ पाखरे केते टंका सब केते केते टंका सब अछि खोलताट करिवार कथा तो किसी वरिष्ठ नेता ମଧ୍ୟ ସୁଜାତାକୁ ବିରୋଧ କରୁଛନ୍ତି हम्म ପତ୍ର କଥା କହୁଛନ୍ତି ସିନିୟର ଲିଡର ମାନେ ବିରୋଧ କରୁଛନ୍ତି ମେଳି ମଧ୍ୟ ବାନ୍ଧିଥିଲେ ଦେଖନ୍ତୁ ଏଇଟା ତ ଟସଲ ଚାଲିବ ଗୋଟିଏ ଲୋକ ରାତି ରାତି ଆସିକରି ଗୋଟିଏ ପାର୍ଟିର ନେତୃତ୍ୱ ନେଇଯିବ ଆଉ ବାକି ମାନେ ସମସ୍ତେ ଦେଖୁଥିବେ ଏଇଟା କେବେ ବି ଗୋଟିଏ ଲୋକକୁ ଗ୍ରହଣୀୟ ହେବ ନାହିଁ ଅନେକ ଲୋକ ଅଛନ୍ତି ରାଜା ସ୍ୱାଇଁ କ'ଣ ଗ୍ରହଣ କରିଦେବେ ହେମିତିଆ ବହୁତ ଲୋକ ଅଛନ୍ତି ବଳଦେବ ସଭାପତିଙ୍କର ଏଇ ଷ୍ଟ୍ରାଟେଜି ମୁଁ ସଭାପତିଙ୍କ ଷ୍ଟ୍ରାଟେଜି ବିଷୟରେ ଜାଣିନାହିଁ କିନ୍ତୁ ବିଜେପି ପାର୍ଟିରେ ସମସ୍ତେ ଜଣେ ଜଣେ କର୍ମୀ मनमोहन सामल भी जड़े कर्मी आउ जयनारायण मिश्र भी गोटे कर्मी आ बाकी तल स्तर बुथ स्तर काम कर्मी आम मैंने समस्त समन्वय काम कर गोटे समस्त गोटे सामूहिक निष्पत्ति होता है तो मत लगुनि जे किसी खराब हम जोटा मनमोहन बाबू करुँच बहुत भल करुँच आउ भल हम आशा कर सर जो आउ गोटे कथा जेतु फाइल हजिगला सर सीएम दीदीटा कमिशन रिपोर्ट हजिगला तो ताकू लेके सर गोटे सर राजनीति हलचल हला कि 15 दिन भितर सर पुलिस तदंत केवल सेक्रेटरीट भितर से भितर रही जो जो माने तदंत परिषद को आसीला ता पूर्व सरकार सेमान वर्तमान सर सामना करा आपण सर को अनुमान करछु देखंतु से फाइल टाकू कोनोसी हिसाब रे बाहर करिवार आवश्यकता रही आ से फाइल जदि न मिलियो जदि स्वामी लक्ष्मणानंद सरस्वती हत्याकांडर कौनसी दिग बाहर एवं यही सरकार हेला दिनठू एवं पूर्वर भी मु तीन चारिटी हत्याकांडर विषय सीबीआई को दबा विषय मु कही आसुची एक नवदास हत्याकांड मध्य सीबीआई तदंत परिसर को आइबा कथा 2 नंबर जिनस है जे स्वामी लक्ष्मणानंद सरस्वती हत्याकांड मध्य सीबीआई तदंत परिसर आसवा कथा आउ ये जो कलाहांडी मामिना ममिता रोटा भी ममिता एवं तार आउ जने जो जेल भितर मृत्यु हैला सेटा भी हवा कथा आउ बड़ ये महंगा ट्रिपल मर्डर कथा भी आसवा कथा ये आमर नयागढ़ जो परी हत्याकांड भी सब गुड़ाक तदंत पुनर्बार हवा कथा एवं जो माने प्रकृत दोषी तार ऊपर कार्यानुष्ठान हवा कथा ये फाइल टी गायब केमती हो फाइल टी मन कर गोटे फाइल मु बाहर कली डीलिंग असिस्टेंट तो से फाइल टा से कहा पाखक जाउची से खाता रे रजिस्टर्ड अब चोरी केमती हे जो एटा मत तो कहीं विश्वास हो रही चोरी जदि हेतिबो बोले जहा जो माने चोरी करिसंती ताको ना तो रजिस्टर थिबो ना तार ऊपर इमिडिएट एक्शन हमार कथा अविलंबे कार्यानुष्ठान ग्रहण करबा कथा अविलंबे कार्यानुष्ठान ग्रहण कले अनेक तथ्य बाहर ताको पुलिस कस्टडी रे नै ताको तदंत करबार कथा छानबीन हो बाहर फाइल कुआडे जीव बाहर चिरी चारी देथिबे कोन करथिबे किंतु फाइल टा बाहर फाइल किए नेजे कोन नेजे कोन बाहर उप सचिव किंतु थाना रे एफआईआर देले करे फाइल चोरी ही छि बा गायब ही छि कोन जदि आपन कोन सब दिन रिकॉर्ड मेंटेन होछि रिकॉर्ड मेंटेन हुए गोटे ऑफिस रे आपण माने भी गोटे न्यूज टे देले किए न्यूज टा देइछि एटा कोन आपण को रिकॉर्ड हो नहीं फाइल टा माने कर फाइल टा को सेक्शन रे डीलिंग क्लर्क की तार डीलिंग ऑफिसर्स की कौन रेकर्ड नथिबो फाइल टा माने कर किए गुटे मागिला रजिस्टर रे नथिबो किए फाइल कल्फर कला लोकर ना थिबो से फेरेला कि नहीं तार ना थिबो
ଆମେ ବି କିଛି ଦିନ ପ୍ରଶାସନରେ ଥିଲୁ ଆମେ ମାନେ ବି ଯେଉଁ ଆମର ହିସାବରେ ହୁଏତ ଫାଇଲ ଏପଟ ସେପଟ ହେଇଯାଇଥାଇପାରେ କିନ୍ତୁ ଫାଇଲ ଚୋରି ହେବାଟା ମୋତେ କାହିଁ ଗ୍ରହଣ ଲାଗୁନାହିଁ ବେଶୀକରି ବିଶେଷ କରି ତଦନ୍ତ କଲେ ନିଶ୍ଚିତ ଭାବରେ ଜଣାପଡ଼ିବ। ସେତେବେଳେ ସାର୍ ନବୀନଙ୍କ ପାଖକୁ ଯାଇଥିଲା ସେ ଫାଇଲ ସେତେବେଳେ ଏକଥା ବି ମେନସନ କରାଯାଇଥିଲା ନବୀନଙ୍କୁ ମାଗିଥିଲେ ତାପରେ ସରକାର ରିମାଇଣ୍ଡ କରିଥିଲେ ବର୍ତ୍ତମାନ ଆପଣ ନବୀନ ବାବୁ ନିଅନ୍ତୁ କି ଯିଏ ମୁଖ୍ୟମନ୍ତ୍ରୀ ଥିଲାବେଳେ ନିଅନ୍ତୁ ଫାଇଲ ଯଦି ଚୋରି ହେଇଛି କି ଫାଇଲର କୌଣସି ଗୋଟିଏ ଆଲଫାବେଟ୍ ବି ଚେଞ୍ଜ କରାହେଇଛି ତାହେଲେ ତାର ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବା। ସାର୍ ଗୋଟେ କନସ୍ପିରେସି ବାରୁଛନ୍ତି କି ଯେହେତୁ ଆପଣ ଇନଭଲ୍ଭ ଥିଲେ ପ୍ରଶାସନିକ ବ୍ୟବସ୍ଥାରେ ସେଇ ଘଟଣା ସମୟରେ ଆପଣ ମଧ୍ୟ ବିଧାୟକ ଥିଲେ এই ঘটনাটা রাজ্য রাজনীতিକୁ হস্তমোট କରିଥିଲା ଗୋଟେ କନସ୍ପିରେସି ହେଇଛି କି ଫାଇଲ ଯିବା ଆଜ୍ଞା ବିଜେଡି ଗଭର୍ଣ୍ଣମେଣ୍ଟ ତ ଟୋଟାଲ କନସ୍ପିରେସି ମୋତେ ଗୋଟିଏ ହତ୍ୟାକାଣ୍ଡରେ ସମ୍ପୃକ୍ତ କରାଯାଇଛି ମୁଁ ଯେଉଁ ଲୋକ ମରିଛି ତାକୁ ଦେଖିବି ନାହିଁ ଏବଂ ସେ ସମୟର ଯିଏ ଭୀମସାରର ଡାଇରେକ୍ଟର ଅଛନ୍ତି ସେ କହୁଛନ୍ତି ସେ ସମ୍ପୂର୍ଣ୍ଣ ଭାବରେ ଠିକ୍ ଥିଲା ତାର ମୁଣ୍ଡରେ କେବଳ ଗୋଟିଏ ଆଘାତ ଥିଲା ଷ୍ଟିଜ୍ ହେବା ଭଳିଆ ଅବସ୍ଥାରେ ନଥିଲା ତାକୁ କଟକ ସିଫ୍ଟ କରିକରି ତାକୁ କେମିତି କ'ଣ କଲେ ତା ଉପରେ ବି ତଦନ୍ତ ହେବା କଥା ନା ତ ତାଙ୍କର ବିଜେଡି ଗଭର୍ଣ୍ଣମେଣ୍ଟର ସବୁ କଥା ଦେଖନ୍ତୁ ଗୋବିନ୍ଦ ସାହୁର ହତ୍ୟାକାଣ୍ଡ ମାହାଙ୍ଗା ହତ୍ୟାକାଣ୍ଡ ଏ ସବୁ ଗୁଡ଼ାକ ଗୋଟେ କନସ୍ପିରେସି ଭଳିଆ ଲାଗେ ସବୁ ଗୁଡ଼ାକ ତାଙ୍କର ନବ ଦାସ ହତ୍ୟାକାଣ୍ଡ ଏଇଟା ସମ୍ପୂର୍ଣ୍ଣ ଭାବରେ ଗୋଟେ ଇଏ ଗୋଟେ ମାନେ ଏଇଟା ଗୋଟେ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଜଣାପଡ଼ିଯାଏନି ତ ଏଇଟା ଏମାନଙ୍କର ସବୁବେଳେ ମାନେ ଏ ପ୍ରକାର କରିକି ଆସିଥିଲେ ନା ଆଜି ଗୋଟେ ନୂଆ କଥା ଏମାନଙ୍କ ପାଇଁ ନୁହେଁ।